ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଥିଲା। ଗତକାଲି ଆମେ କଳିଙ୍ଗ ମାଧ୍ୟମରେ ତମାମ ଚିତ୍ର ଆମେ ଦେଖେଇଥିଲୁ। ତ ଆଜିର ଚିତ୍ର ଯଦି ଦେଖିବା ବର୍ଷା ଏକ ପ୍ରକାର କମିଛି, କିନ୍ତୁ ସେପଟେ ଯଦି ଦେଖିବା ବାଙ୍ଗାମ ଏବଂ ସବୁ ଜାଗାରେ ପାଣି ସେପଟେ କମିବାରେ ଲାଗିଛି। ଯଦି ଚିତ୍ର ଦେଖିବା ପଟେରୁ ଏବଂ କନ୍ୟାଶ୍ରାମ এই ଜାଗାରେ ଏବେ ମଧ୍ୟ ପାଣି ଥମିବାର ନା ଧରୁନି। ବର୍ଷା ଏକ ପ୍ରକାର କମିଛି, କିନ୍ତୁ ଦୁର୍ଦ୍ଦଶା ଏବେ ଯାଏଁ କମିନି। ବର୍ତ୍ତମାନ ଯଦି ଦେଖିବେ ଆପଣଙ୍କର କାଙ୍ଗୁରକଣ୍ଡା କୁହନ୍ତୁ କନ୍ୟାଶ୍ରମ କୁହନ୍ତୁ সেই ଜାଗାରେ ମଧ୍ୟ 5 ରୁ 7 ଫୁଟର ପାଣି ପ୍ରବାହିତ ହେଉଛି। ଉଭୟ କୂଳର ଲୋକମାନେ ଅଟକି ରହିଛନ୍ତି। ଯଦି ଦେଖିବା ଏକ ପ୍ରକାର ବନ୍ୟା ଆଶ୍ରମ ସ୍ଥଳମାନେ ଲୋକମାନଙ୍କୁ ରଖାଯାଉଛି। ସବୁ ଜାଗାରେ ବ୍ଲକ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି। ତ ଆପଣ ତମାମ ଚିତ୍ର ଦେଖିବା ଚେଷ୍ଟା କରିବେ। ଇଏ ହେଉଛି କାଙ୍ଗୁରକଣ୍ଡା ଚିତ୍ର। ଦେଖିପାରିବେ ବ୍ରିଜ ଠାରୁ ଆମେ ରହିଛେ 200 ମିଟର ଦୂରରେ ରହିଛେ। ଯଦି ଦେଖିବା ବ୍ରିଜ ଉପରେ ମଧ୍ୟ ଏବେ ମଧ୍ୟ 5 ରୁ 7 ଫୁଟର ପାଣି ପ୍ରବାହିତ ହେଉଛି। ତ ଅନେକ ପ୍ରକାର ଚିତ୍ର ଆପଣ ଦେଖିବାକୁ ଚେଷ୍ଟା କରିବେ। ଏପରି ଯଦି ଦେଖିବା ଗତକାଲି ଯଦି ଏ ଯେଉଁ ନୂତନ ବ୍ରିଜ ଆରମ୍ଭ ହୋଇଥିଲା এই ଜାଗାରେ ମଧ୍ୟ ସମ୍ପୂର୍ଣ୍ଣ ପାଣି ବୁଡ଼ି ଯାଇଥିଲା। ଏକ ପ୍ରକାର ଜଳମଗ୍ନ ଅବସ୍ଥା ହେଇଥିଲା। ବ୍ରିଜ ଠାରୁ ଅଧ କିଲୋମିଟର ଦୂର ପର୍ଯ୍ୟନ୍ତ ପାଣି ତମାମ ପାଣି ଭର୍ତ୍ତି ରହିଥିଲା। ତ ଦେଖିପାରୁଥିବେ ଉଭୟ କୂଳରେ ମଧ୍ୟ ଲୋକେ ଅଟକି ରହିଛନ୍ତି। ତ ଆମ ମଧ୍ୟରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଛନ୍ତି, ତାଙ୍କୁ ପଚାରି ବୁଝିବା ସାର୍ କ'ଣ କହିବେ। ଲଗାଣ ବର୍ଷାରେ ଯେପରି ମାଲକାନଗିରି ବିତ୍ପାତ ପୁରା ବଢ଼ି ଯାଇଥିଲା, ଯଦି ଆଜିର ଚିତ୍ର ଦେଖିବା ଏକ ପ୍ରକାର କାଙ୍ଗୁରକୋଣ୍ଡା କୁହନ୍ତୁ କନ୍ୟାଶ୍ରମ ଏ ଜାଗାରେ ପାଣି ତଥାପି ମାନେ ବଢ଼ିବାରେ ଲାଗିଛି, କମିବାର ନା ଧରୁନି। ତ କେମିତି ଦେଖୁଛନ୍ତି ସବୁ? ଗତକାଲି ବହୁତ ବର୍ଷା ହେଉଥିଲା ଆମର କାଙ୍ଗୁରକୋଣ୍ଡା ବ୍ରିଜ୍ ଆଉ କୋଇମେଟଲାର କନ୍ୟାଶ୍ରମ ବ୍ରିଜ୍, ପଟେରୁ ବ୍ରିଜ୍, ଏ ବ୍ରିଜ୍ରେ ବହୁତ ବ୍ରିଜ୍ ଉପରେ ବହୁତ ପାଣି ଚାଲୁଥିଲା। କିନ୍ତୁ ଗତକାଲି ରାତିରୁ ବର୍ଷା ପାଣିଟା କମିଯାଇଛି। ଆଉ ସେଇ ପାଣି କମିବା ମଧ୍ୟରେ ଗତକାଲି ରାତି ଅପେକ୍ଷା ବର୍ତ୍ତମାନ ପାଣିର ଲେଭେଲଟା କମିଯାଇଛି, କିନ୍ତୁ ପରିସ୍ଥିତି ଷ୍ଟିଲ୍ ଆମେ ତାକୁ ସଜାଗ ରହୁଛୁ। ଆମର 2-3ଟା କ୍ୟାମ୍ପ ବି ହେଇଛି। MB 16 ନମ୍ବର ଗୋଟେ କ୍ୟାମ୍ପ ହେଇଛି, ସେଠି ଗାଁ ଲୋକମାନଙ୍କୁ ନେଇକି ନିକଟସ୍ଥ ସେଲ୍ଟର ପ୍ଲେସ୍ରେ ରଖାହେଇଛି, ସ୍କୁଲରେ ରଖାହେଇଛି। ଆଉ ଆମର କୋଇମେଟଲା ପଞ୍ଚାୟତରେ ବି ନାମକଣ୍ଡାର ଲୋକମାନଙ୍କୁ ବି ନେଇକି ତାଙ୍କର ନିୟରେଷ୍ଟ ପ୍ରାଇମେରୀ ସ୍କୁଲରେ ରଖାହେଇଛି। ଆଉ ସମସ୍ତ ଜନସାଧାରଣଙ୍କୁ ଆମେ ଆଗ୍ରହ କରିବୁ ଆଉ ଅନୁରୋଧ କରିବୁ, ବର୍ତ୍ତମାନ ବି ପରିସ୍ଥିତି ସେତିକି ଭଲ ନାହିଁ, ତ ସମସ୍ତେ ସଜାଗ ହେଇଥାନ୍ତୁ। ଯେତେବେଳେ ପରିସ୍ଥିତିଟା ସମ୍ପୂର୍ଣ୍ଣ ରୂପେ ନର୍ମାଲ ନ ହେଇଯାଉଛି ଆମକୁ ଟିକେ ଆଲର୍ଟ ହେଇକି ରହିବାକୁ ପଡ଼ିବ। ଆଉ ପ୍ରଶାସନିକ ତରଫରୁ ସମସ୍ତେ ଫିଲ୍ଡରେ ଅଛନ୍ତି। ଯେଉଁ ଜାଗାରେ ବି ଲୋକଙ୍କର ଯଦି କିଛି କମ୍ପ୍ଲେନ୍ ଆସୁଛି ଇମିଡ଼ିଏଟଲି ଷ୍ଟାଫ୍ ସେ ଜାଗାରେ ପହଞ୍ଚି ତାଙ୍କର ପାଣି, ତାଙ୍କର ରାସ୍ତାଘାଟ କିମ୍ବା ଯଦି ଘର ଯଦି ଭାଙ୍ଗିଯାଇଛି ସମସ୍ତଙ୍କର ସମସ୍ୟାର ତାଙ୍କର ରିପୋର୍ଟ ନେଇକି ତାଙ୍କର ସମାଧାନ କରିବା ପାଇଁ। ସାର୍ ଦେଖିବା କାଲିମେଳା ବ୍ଲକରେ ବନ୍ୟାଞ୍ଚଳରେ ପାଖାପାଖି କେତେ ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନାନ୍ତରିତ କରାଯାଇଛି? ଆମର ବର୍ତ୍ତମାନ ଯାଏଁ ଆମର ପାଖାପାଖି 500 ଲୋକଙ୍କୁ ଆମେ ସିଫ୍ଟ କରିଛୁ। ମୋଟୁରେ ହେଇଛି, ପୁସୁଗୁଡ଼ାରେ ହେଇଛି, ବେଜାଙ୍ଗବାଡ଼ା ପଞ୍ଚାୟତରେ ହେଇଛି, କୋଇମେଟଲାରେ ହେଇଛି, ତାପରେ ଆମର ବଦିଲି ପଞ୍ଚାୟତରେ ବି ହେଇଛି। ତ ଆରାଉଣ୍ଡ 500 ଲୋକଙ୍କୁ ଆମେ ସିଫ୍ଟ କରିଛୁ। ନିହାତି ଦେଖିପାରୁଥିଲେ। ତ ଯଦି ଦେଖିବା କାଲିମେଳା ବ୍ଲକରେ ଯେଉଁ ଚିତ୍ର ଦେଖିବା ପାଖାପାଖି 500 ଜଣଙ୍କୁ ବନ୍ୟା ସ୍ଥଳରେ ସେମାନଙ୍କୁ ସ୍ଥାନାନ୍ତର ରଖାଯାଇଛି। ଶୁଖିଲା ଖାଦ୍ୟ ଦିଆହେଉଛି। ସମସ୍ତ ପ୍ରକାର ବ୍ଲକ ପ୍ରଶାସନ ତରଫରୁ ମାନେ ସଜାଗ ଅଛନ୍ତି। 24/7 ଭାବରେ ସେମାନେ କାମ କରୁଛନ୍ତି। ତ ତମାମ ଚିତ୍ର ଦେଖିବା ତ ଅଧିକ ଲୋକ ମଧ୍ୟ ଜାଗାରେ ବସି ରହିଯାଇଛନ୍ତି, ଯେମାନେ କେଉଁ ଲୋକ ମାଲକାନଗିରି ଯାଉଥିଲେ, ତ କେଉଁମାନେ ମେଡ଼ିକାଲକୁ ଯାଉଥିଲେ। ତ ଯଦି ଚିତ୍ର ଦେଖିବା ପଚାର ଭାଇ କ'ଣ କହିବେ, ଆପଣ କୁଆଡ଼େ ଯାଉଥିଲେ? ପ୍ରତିବର୍ଷ ଯଦି ବର୍ଷା ହୁଏ ଏମିତି ବ୍ରିଜ୍ ଉପରେ 5 ରୁ 7 ଫୁଟର ପାଣି ଦେଖିବାକୁ ମିଳିଥାଏ। ଆପଣ କୁଆଡ଼େ ଯାଉଥିଲେ, କ'ଣ ବାଧାପ୍ରାପ୍ତ ହେଇଛି? ମୁଁ ମାଲକାନଗିରି ଯାଉଥିଲି, ମୋର ଗୋଟେ ଅଫିସ୍ କାମ ଥିଲା। କିନ୍ତୁ ଏଇଠି ଆସିକି ମୁଁ ଦେଖିଲି କାଙ୍ଗୁରକଣ୍ଡା ବ୍ରିଜ୍ରେ କମ୍ ସେ କମ୍ 200 ମିଟର ଉପରେ ପାଣି ଅଛି। ତ କାଲି ଆସିଥିଲି, କାଲି ତ ପୁରା ଅଧ କିଲୋମିଟର ଡିଷ୍ଟାନ୍ସରେ ପାଣି ଥିଲା। ତ ଆଜି ଦେଖିଲି ସୁବିଧା ହେଲେ ମୁଁ ଯିବି ବୋଲି, କିନ୍ତୁ ଆଜି ବି ପାଣି କମି ନାହିଁ। ଏଇ ପ୍ରକାର ଯଦି ପ୍ରତ୍ୟେକ ବର୍ଷ ହେଉଛି ତ ଦେଖିବାକୁ ଗଲେ ଆମର ଏ ବ୍ରିଜ୍ ଯାକ ବହୁତ ସ୍ଲୋରେ କାମ ହେଉଛି। ସେଟାକୁ ଯେମିତି ଅତି ଶୀଘ୍ର କାମ ହେଲେ ଭଲ ହେଇଥାନ୍ତା। ଏବଂ ଏଇ ଯେଉଁ 100 ଏକର ଯାକ ଧାନ ଜମି ଥିଲା ସବୁ ଫସଲ ନଷ୍ଟ ହେଇଯାଇଛି। ତା ପ୍ରତି ବି ମଧ୍ୟ ସରକାର ଟିକେ ଧ୍ୟାନ ଦିଅନ୍ତୁ। ଯେମିତି ଚାଷୀ ଭାଇମାନେ ଋଣ ବାଡ଼ି କରିକି ଯେଉଁ ସାର ପକାଇକି ରୋପା କାମ କରିଥିଲେ, ସେଇଟା ପାଇଁ ତାଙ୍କର କ୍ଷତିଗ୍ରସ୍ତ ଦିଆଯାଉ। ନିହାତି ଶୁଣିପାରୁଥିଲେ। ଯଦି ଦେଖିବା ବର୍ଷାର ବିତ୍ପାତରେ 100 ଏକର ଗରିବ ଲୋକଙ୍କର ଧାନ ଉପରେ ମଧ୍ୟ ପାଣି ମାଡ଼ି ଯାଇଥିଲା ଏବଂ ବାଲି ମଧ୍ୟ ଉପରେ ମାଡ଼ି ଯାଇଛି। ତ ତମାମ ଚିତ୍ର ଦେଖିବା ତ ଏ ବଜାରରେ ଆଉ ଜଣେ ଭାଇ ଅଛନ୍ତି, ସାର୍ କ'ଣ କହିବେ ବର୍ଷାର ବିତ୍ପାତ ଯାହାକି ମାଲକାନଗିରି ଜିଲ୍ଲାରେ ଏକ ପ୍ରକାର ବନ୍ୟା ତାଣ୍ଡବ ରଚିଥିଲା। ବର୍ତ୍ତମାନ ଏକ ପ୍ରକାର ବର୍ଷା କମିଛି, କିନ୍ତୁ ଦୁର୍ଦ୍ଦଶା କିନ୍ତୁ କମିନି। ଯଦି ଦେଖିବା ଆପଣଙ୍କର କାଲିମେଳା କୁହନ୍ତୁ, କନ୍ୟାଶ୍ରମ କୁହନ୍ତୁ, ଏବେ ମଧ୍ୟ ପାଣି କମିବାର ନା ଧରୁନି। ସେମିତି ପାଣି 5 ରୁ 7 ଫୁଟ ପାଣି ପ୍ରବାହିତ ହେଉଛି। ତ ଆପଣ କୁଆଡ଼େ ଯାଉଥିଲେ, ଏସବୁ ଦୃଷ୍ଟିକୁ ନେଇକି ବନ୍ୟାକୁ ନେଇ କେମିତି ଦେଖୁଛନ୍ତି ଆପଣ?
ଆମେ MBP 23 ନମ୍ବର ଲୋକ ଆମେ ଯାଉଥିଲୁ ପଟରୁ ଯିବା ପାଇଁ ଆମେ ଆସିକିରି ବ୍ରିଜ୍ ପାଖେ ଛିଡ଼ା ହେଇଛି। ବ୍ରିଜ୍ ଉପରେ ଏବେ 5 ଫୁଟ 7 ଫୁଟ ପାଣି ଅଛି ଏବଂ ବର୍ତ୍ତମାନ ଯେ ନୂଆ ବ୍ରିଜ୍ଟା ହେଉଛି ତାର କୌଣସି କାମ ହେବା ପାଇଁ କୌଣସି ଯୋଜନା ସରକାରର ଦେଖାଯାଉନି। ଆଜି ବର୍ଷେ ହେଲା ତାର କୌଣସି କାମ ହେଇପାରିନି ଆଉ ହେବା ପାଇଁ কোনো ଭରସା ବି କୌଣସି ପାବ୍ଲିକର ଲାଗୁନି। ଏବେ ବର୍ତ୍ତମାନ ଯାହା ଜମି ଜାଗା ଲୋକର ଧାନ ବିଲ ହେଇଥିଲା ତାପରେ ପୁରା ବାଲିମାଣ୍ଡି ଚାଲିଛି। ବହୁତ ଜମି କମ ସେ କମ 1000 ହେକ୍ଟର ଜମିକୁ ବାଲିମାଣ୍ଡି ଚାଲିଛି। ବର୍ତ୍ତମାନ କାଙ୍ଗୁରକୁଣ୍ଡାର ଅବସ୍ଥା ବହୁତ ଶିଶିନ ଅଛି। ତା ଯୋଗେ ପ୍ରଶାସନକୁ ଯଦି କୌଣସି ଯଦି ସରକାରଙ୍କର ଅନୁଦାନ ଯଦି ଆଙ୍କର ପଡ଼ିବ ତାହେଲେ ଚାଷୀ ମୂଲିଆ ବଞ୍ଚିବା ରାସ୍ତା ଅଛି। ନହେଲେ ବର୍ତ୍ତମାନ ଆଦିବାସୀ ମୂଲିଆ ଖାଟିଆ ଖଟି ଖାଇବା ଲୋକକୁ ବହୁତ ପରିସ୍ଥିତି ଖରାପ ହେଇଗଲା। ନିହାତି ଆପଣ ଶୁଣିପାରୁଥିଲେ ଯେଉଁ ଦେଖିବା ଏକ ପ୍ରକାର ଯେଉଁ ଦେଖିବା ଅଧିକାଂଶ ଲୋକେ ଋଣ ବାଢ଼ି କରି ଯଦି ସେମାନେ ଲୋନ୍ ନେଇଛନ୍ତି ତ ସେମାନେ ମଧ୍ୟ ଜମି ଉପରେ ଏକ ପ୍ରକାର ବାଲି ମଧ୍ୟ ଚଢ଼ି ଯାଇଛି। ଯଦି ଅନ୍ୟ ଚିତ୍ର ଉପରେ ଦେଖିବା ଆପଣଙ୍କର ମାଲକାନଗିରି ଠାରୁ 326 ନମ୍ବର ଜାତୀୟ ରାଜପଥ ଇଏ ହେଉଛି ଏକମାତ୍ର ରାଜପଥ ଯାହାକି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଯଦି ସେପଟେ ଯେଉଁ ଚିତ୍ର ଯଦି ଆମେ ଦେଖିବା ମୋଟୁ ଠାରୁ ଏବଂ ଆପଣଙ୍କର ଆନ୍ଧ୍ରା କୁହନ୍ତୁ ତେଲେଙ୍ଗାନା କୁହନ୍ତୁ ଏବଂ ଛତିଶଗଡ଼ ମୋଟୁ ଠାରୁ 3 ରାଜ୍ୟକୁ ଏକ ପ୍ରକାର ବାୟୁ ଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛି ମାଲକାନଗିରି ଜିଲ୍ଲା ଏବଂ ସୀମାନ୍ତ ମୋଟୁ। ତ ଅନ୍ୟ ପ୍ରକାର ଯଦି ଦେଖିବା ଆପଣଙ୍କର ବିଜୟୱାଡ଼ା ଯାହାକି ଆନ୍ଧ୍ରପ୍ରଦେଶରେ ଯେଉଁ ପ୍ରକାର ବନ୍ୟାର ତାଣ୍ଡବ ରଚୁଛି ତାର ପ୍ରଭାବରେ ସୀମାନ୍ତ ମୋଟୁରେ ଗୋଦାବରୀ ନଦୀର ପାଣି ଫୁଲିବାରେ ଲାଗିଛି। ଯେଉଁ ଦେଖିବା ସୀମାନ୍ତ ମୋଟୁରେ ପାଖାପାଖି 100ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏଭାକୁଟ ବା ସ୍ଥାନାନ୍ତରିତ କରିସାରିଲେଣି। ସେଇଭଳି କାଲିମେଳା ବ୍ଲକର ଯଦି ଚିତ୍ର ଦେଖିବା 400ରୁ 500 ଲୋକଙ୍କୁ ଯେଉଁ ଭିଡ଼ିଓ ପ୍ରତିକ୍ରିୟା ଦେଉଥିଲେ ସେମାନଙ୍କୁ ସ୍ଥାନାନ୍ତର ରଖାଯାଇଛି। ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି। ଯଦି ଦେଖିବା ଏକ ପ୍ରକାର ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ପର୍ଯ୍ୟନ୍ତ ପୁରା ସମ୍ପୂର୍ଣ୍ଣ ଠପ୍ ରହିଛି। ସେହିଭଳି ଯଦି ଅନ୍ୟ ପ୍ରକାର ଚିତ୍ର ଦେଖିବା କାଲିମେଳା ଠାରୁ ପଡ଼ିଆ ଯାହାକି ଛତିଶଗଡ଼ ସଂଯୋଗ କରୁଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି। କାରଣ କନ୍ୟାଶ୍ରମରେ ଏବେ ମଧ୍ୟ 4ରୁ 5 ଫୁଟର ପାଣି ପ୍ରବାହିତ ହେଉଛି।